ଯେଉଁମାନେ ଇତିହାସ ପୃଷ୍ଠାକୁ ଉନ୍ମୋଚନ କରିଥିବେ ମିଶ୍ର ଜାତିର ମୃତ ଦେହର ଶରୀରକୁ କବର ଦିହରେ ପିରାମିଡ ଦିଆହୋଇ ରଖାଗଲେ ତାକୁ ମମି ବୋଲି କୁହାଯାଏ। ଦେଖନ୍ତୁ ମା ଆଶୀର୍ବାଦ ଦେଇଛି ବୟାସ ବିଚାର କଲା ମୋର ସବୁ କାର୍ଯ୍ୟ ଚାଲି ଆଶୀର୍ବାଦ ଦେଇ ଚାଲିଲା ବୀର ବୟାସ ଏକୁଟିଆ କଣ ଗଲା ବାପା ଆକ୍ରମଣ କରିବ ଡାକିଲା ରାକ୍ଷସ ଥାତକୁ ନିର୍ଦ୍ଦେଶ ଦେଲା କୁଆଡେ ଗଲ ଯେଉଁ ଦେବତା ମାନେ ସମୁଦ୍ର ମନ୍ଥନ କରି ସବୁ ଭଲ ଭଲ ନେଇଗଲେ ସ୍ୱାର୍ଥପର ତାଙ୍କୁ ଛାଡ଼ିବା ଡାକିଲେ ରାକ୍ଷସ ଥାତ ଦେଶରେ କେମିତି କବି କହିଲେ ସମୟରେ ସତ୍ୟ ଜାତ ଆରେ ସମସ୍ତେ ଯାଇ ପହଞ୍ଚିଲେ ବୋଲେ ପ୍ରଭୁ ଆମେ ଆଉ ବୟାସୁର କବଳରେ ରକ୍ଷା ବଞ୍ଚି ପାରିବୁନୁ ସ୍ୱର୍ଗପୁରରେ ଆମର ସ୍ଥାନ ନାହିଁ ଏହି ନ୍ୟାୟରେ ପଡ଼ିଲେ ଅକର୍ମ କର୍ମ ପଦେ ପଦେ ବସନ୍ତ ଭଗବାନ ଯୁଦ୍ଧ ପାଇଁ ବୟାସୁର ଭୀଷଣ ମୂର୍ତ୍ତି ଧରିଥିଲା ଦେଖିଲେ ଇଏ ସେ କୁମାର ସମ୍ଭବ ମହାକାବ୍ୟ କହିଲେ କଣ କହିଲେ ଭବଲବ୍ଧ ପରାଧୀନ ବୟାସୁର ମହାସୁର ଉପପ୍ରାୟ ଲୋକାନ ଧୂମକେତୁରିବ ତଥିତ ବିଶ୍ୱରେ ଏହି ନ୍ୟାୟରେ କଣ ହେଲା ଶିବ ମଧ୍ୟ ହାରିଗଲେ ଏପଟେ ଭଉଣୀ ଚିନ୍ତା କଲା ଭାଇ ଯୁଦ୍ଧ କରିବାର ଆଜକୁ 7 ଦିନ ହେଲା ଗଲାଣି ଏପର୍ଯ୍ୟନ୍ତ ଦେଖା ସାକ୍ଷାତ ନାହିଁ କଣ କରିବି ଭାଇ ବିନା କଣ ବଞ୍ଚି ହବ ବିଶ୍ୱରେ ସଙ୍ଗେ ସଙ୍ଗେ ଭାଇକୁ ଦେଖା କରିବା ପାଇଁ କୁଆଡେ ଗଲାବନି ପିଲା ବାହାରି ସମୟ ନାହିଁ ବୟାସୁର ନିକଟରେ ଯାଇ
ଭାଇ ଏ ଭାଇ ଭାଇ 7 ଦିନ ହେଲା ଆଜକୁ ଆସିଲାଣି ତୋର ଦେଖା ଦର୍ଶନ ଚାଲେ ଯିବା ଘରକୁ ଫେରିଯିବା ଏ ଯୁଦ୍ଧ ଆବଶ୍ୟକ ନାହିଁ ଯେତେବେଳେ ଶିବ ଯୁଦ୍ଧ କରୁଥିଲେ ଦେଖିଲେ କିରେ ବୋଧେ ବୟାସୁର କେହି ନିଜର ଅନ୍ତରଙ୍ଗ ବନ୍ଧୁ ଯଦି ୟାକୁ ମାରି ଦିଆଯିବ ତାହେଲେ ଆଉ କଣ ବୟାସୁରର ଧୈର୍ଯ୍ୟ ରହିବ ନିଶ୍ଚିତ ଭାଙ୍ଗି ପଡିବ ଯୁଦ୍ଧରୁ ବିବୃତ ହବ ହେ ମୋର ଜ୍ଞାନୀ ମଣ୍ଡଳୀ ଏଇ ନାଁରେ ବୟାସୁର ପାଖରେ ଛିଡା ହୋଇଥିବା ଇରାକୁ ମାରିଲେ ପଣ୍ଡିତ ତ୍ରିଶୂଳ ଦେବ ଦେବ ଶଙ୍କର ଭଗବାନ ତ୍ରିଶୂଳ ଛାଡ଼ିଲେ ଇରା ଉପରେ ପଡ଼ିଲା ଇରା ଉପରେ ପଡ଼ିଲା ସେଇଠାରେ ପ୍ରାଣବାବୁ ଚାଲି ଯାଇଛି ବୟାସୁର ଯୋଉ ଯୁଦ୍ଧରେ ଥିଲା ଉଗ୍ର ସଂଘାର ମୂର୍ତ୍ତି ଧରି ଦେଖିଲା ମୋ ଭଉଣୀ ତଳି ପଡ଼ିଲା ଅସ୍ତ୍ରକୁ ପରିତ୍ୟାଗ କରି ଭଉଣୀ ନିକଟରେ ପହଞ୍ଚିଗଲା କହିଲା କଣ ହେଲା ହେ ଭଉଣୀ ଆଜି ତ ଭାଇ ଡାକୁଛି ତୁଣ୍ଡ ଖୋଲି ମତେ କଥା କୁହ ମତେ ଉତ୍ତର ଦେ ତୋ ଭାଇ ବୟାସୁର ଆଜି ଡାକୁଛି ମଲା ଲୋକ ବାପା ଉତ୍ତର ଦବ ସରିଯାଇଛି ସେଇଠି ପ୍ରାଣ ଚାଲି ଯାଇଛି କିଏ ଆଉ ଶୁଣିବ ଡାକ ମଥା ପିଟି କାନ୍ଦିଲା ବେଳେ ଭଗବାନ ନାରାୟଣ ପହଞ୍ଚିଗଲେ ଦେବତାମାନେ ଡାକିଲେ ପ୍ରଭୁ ରକ୍ଷା ନାହିଁ ବୟାସୁର ସର୍ବନାଶ କରିଦବ ଦେବତାମାନଙ୍କ ଆର୍ତ୍ତନାଦରେ ଆସୁଛନ୍ତି ନାରାୟଣ ଦୁଃଖରେ ପହଞ୍ଚି ଗଲେ ବୟାସୁର ଲୋକଟା ଗଲା ବୟା ତୁ କାଇ ମୁଣ୍ଡ ପିଟି କାନ୍ଦୁଛୁ ଆଉ କଣ ତୋ ଭଉଣୀ ଫେରି ଆସିବ ଯିଏ ଥରେ ମାରି ଯାଏ ସିଏ ଆଉ କଣ ଫେରି ଆସିବ ନା କାହିଁକି ଏବେ ଜନଗଣର ତ ମରିବାକୁ ହୁଏ ସଂସାରର ନୀତି ନା ଶୁଣୁ ତତେ ଗୋଟିଏ କଥା ଦଉଛି ତୋ ଭଉଣୀକୁ ଆଶୀର୍ବାଦ ଦଉଛି ଇଏ ବିଶ୍ୱ ଜଗତ ଥିଲା ପର୍ଯ୍ୟନ୍ତ ତୋ ଭଉଣୀର କୀର୍ତ୍ତି ଇଏ ଜଗତରେ ବଞ୍ଚି ରହିବ ଇଏ ବିଶ୍ୱ ମନ ରଖିବ ଭଗବାନ ସେଇଠି ଆଶୀର୍ବାଦ ଦେଲେ ବୟାସୁର ହାତ ଧରି ଡାକିଲା ପ୍ରଭୁ କି କୀର୍ତ୍ତି ଦେଲେ ସେଦିନ ଆଶୀର୍ବାଦ ଦେଲେ କଣ ଦେଲେ ସୂର୍ଯ୍ୟଙ୍କ ଅଂଶରୁ ଜନ୍ମି ଥିଲା ବୋଲି ସୂର୍ଯ୍ୟଙ୍କ ଆଲୋକ ପାଇ ଆରେ ପୂର୍ବ ଆକାଶରେ ରହିଥିବ ସଦା ଆରେ ପୂର୍ବ ଆକାଶରେ ରହିଥିବ ସଦା ଆରେ କୁଆ ତାରା ନାମ କୁଆ ତାରା ନାମ ମୋର ବରଣ୍ୟ ସନ୍ଥ ସମାଜ ବିଚାର କରିବେ ସେଦିନ ନାରାୟଣ ଆଶୀର୍ବାଦ ଦେଲେ ତୋ ଭଉଣୀର କୀର୍ତ୍ତି ରହିଲା କଣ ସୂର୍ଯ୍ୟଙ୍କ ଅମୋଘ ବ୍ରହ୍ମରୁ ଯେଉଁ ଇଳା ଜନ୍ମ ନେଇଛି ଆଜି ଆଶୀର୍ବାଦ ଦଉଛି ଇଏ ସୃଷ୍ଟି ଥିଲା ପର୍ଯ୍ୟନ୍ତ ପୂର୍ବ ଆକାଶରେ ପାହାନ୍ତିଆ ପ୍ରହରରେ ଆପଣମାନେ ଯେଉଁ ତାରାଟି ଦେଖୁଛନ୍ତି ସିଏ ହଉଛି ସେଦିନର ସେଇ କୁଆ ତାରାରେ ଆଜିର ଯିଏ କୁଆନ୍ତା ଭଗବାନ ଆଶୀର୍ବାଦ ସୂର୍ଯ୍ୟଙ୍କ ଅଂଶରେ ଜନ୍ମିଥିଲା ବୋଲି ସୂର୍ଯ୍ୟଙ୍କ ଆଲୋକ ପାଇ ପୂର୍ବ ଆକାଶରେ ରହିଥିବ ସଦା କୁଆନ୍ତା ନାମ ବହି ସେଇ କୁଆନ୍ତାର ଏପର୍ଯ୍ୟନ୍ତ ଅଛନ୍ତି କହିଲା ଭୟା ଆଜି ପର୍ଯ୍ୟନ୍ତ ଯାହା ମାଗିଛୁ ତାହା ଦେଇଛି ତୋ ଭଉଣୀର କୀର୍ତ୍ତି ସଂସାର ରହିଲା କିନ୍ତୁ ଆଜି ମୁଁ ତୋତେ ମାଗି ମୁଁ ତୋତେ ମାଗିବି ଦେଇପାରିବୁ
ଯେତେବେଳେ ଭଗବାନ ନାରାୟଣ ଏତିକି କହିଲେ ଲକ୍ଷ୍ମୀ ବୈକୁଣ୍ଠପୁରରେ ଥିଲେ କହିଲେ ଭଗବାନ ମାୟା ଆରମ୍ଭ କଲେ ଗୟାସୁର ମାୟା ଆରମ୍ଭ କଲେ ମା ଆଉ ସହ୍ୟ କରିପାରିଲେନି ଲକ୍ଷ୍ମୀ ସନ୍ତାନ ବସିଛନ୍ତି କହିଲେ ଗୟା ପ୍ରଭୁଙ୍କର କଥାରେ ପଡେ ମହାମାୟାବୀ ମାୟା କରି ବଳିକୁ ମାତ୍ରା ମାୟା କରି ଅର୍ଜୁନ ପୁଅ ଅଭିମନ୍ୟୁକୁ ମାରିଦେଲେ ମାୟା କରି କାହାକୁ ଭେଜାଳ ସିଂହକୁ ମାରିଦେଲେ ତା ମାୟାର ପଡି ହେ ମୋର ଜ୍ଞାନୀ ମଣ୍ଡଳ ବିଚାର କରନ୍ତୁ ଗୟାସୁର ହାତ ଦେଲା କହିଲା ନା ମା ସିଏ ମୋର ଭାଗ୍ୟ ବିଧାତା ସିଏ ମୋର ଆଶୀର୍ବାଦ ଦାତା ସିଏ ମୋର ମାର୍ଗଦର୍ଶା ଯାହା ମାଗିବେ ମୁଁ ଅକୁଣ୍ଠିତ ଚିତ୍ତରେ ପ୍ରଦାନ କରିବି ହେ ମୋର ବରିଷ୍ଠ ଜ୍ଞାନୀ ପୁଙ୍ଗବ ହାତ ଯୋଡ଼ି ସତ୍ୟ କରିଦେଲା ପ୍ରଭୁଙ୍କ ନିକଟରେ ମାୟାଧାରୀଙ୍କର ମାୟା ବୁଝି ପାରିଲା ବିଶ୍ୱାସରେ କହିନି କବି କଣ କହିଲି ତା ମାୟା କିଏ ବୁଝିବ ମାୟାଧାରୀ ମାୟା ତବ ମାୟା କିଏ ବୁଝିବ ମାୟାଧାରୀ ମାୟା ତବ ମାୟା କିଏ ବୁଝିବ ମାୟା ଯୁଗ ଯୁଗ ତପ କରି संगे संगे गयासुर पंडित सत्य करदेला कहला गया सत्य करू ताले मागुची कोन मागिले आगे ठारू हे गयासुर तोरे शरीरटा शक्तिहीन होई पड़ू तो देहटा पाषाण होई जाऊ रे शक्तिमय शरीर तोर निष्क्रिय होई पड़ू तो शरीर पाषाण होई पड़ू जमा के पहिला वीरा गयासुर अभिराम परमहंस कोन कहि भला मोहिनी सी तुम ससिया है दया दया प्रभु है दया दया निसी बिना होते शोभा पाइबा की जीवन रे कांदू कांदू ये समय सही सब तुम्हारा इच्छा मुही जानता तुम्हें जानती सर्वा जुगे जोगे प्रभु सर्वा जुगे जोगे जानता नहीं है तुम्हें केवो का जाने मोरा बुझाता चूरा मोरा बुझाता चूरा बापा हमें सत्यवादी पट्टनायक
ମା ହେଲେ ରାଧା ଦେବୀ ଯୋଗ୍ୟତମ ସନ୍ତାନ ବୟାସୀର ଭାବରେ ପ୍ରବଳ ହୋଇ ଆଖି ଲୁହ ଧାର କରୁଛି ଗାନ୍ଧୀ ପକଉଛି ପ୍ରଭୁ